आज मु खाइबा नहीं कि जीवी तमी हाँ मु ताले चाबीटा भी नहीं जाओ। के मुर्मी आपण को बहु बहु आपण को बड़ पुओ जितु जितुर स्त्री सुनिनु सुनिनु समर का पकरो मो स्त्री पुओ सळा चाकर बाकर ए मनते किछि कहै नंदी तते मु पागल हे जाइछि परा मु पागल हे जाइछि आज को 20 वर्ष होला एई बंद कोठरी भितरे मोर दिन कटुची केते बळे सूर्य हुए केते बळे अस्त हुए मु देखिनी केते बळे पूर्णमी केते बळे अमावास्या ता भी मु जानिनी। बापा मो पुओ बाहाई गला तू भी बहु हे घर को केबे आसिलु से कथा भी मते जणी दिया गलानी अथच मो बापा पुओटा को जानी सुनी मूर्ख कर दिया गला मते चक्रांत करी पागल कर दिया गला। तू भी बेसी समय रहना पढ़ी जा तू मते पागल कही मो विश्वास को विश्वास करी गलनी मो गडे पागल बोली ना बापा आपण पागल नुहंती कौन कहलु तू हां बापा जी आपण को जहा कहू हेले आपण को देखिला परठू मु कहूची आपण पागल नुहंती बापा। तू विश्वास करूछु मु पागल नुहे बोली हाँ मु विश्वास करूची मु आज आपण को मुहरु सब कथा सुनिबा को चाहे बापा। सुनिबु सुन फूल माला भाभी जाको बेकरे पकईथिले से जे नागुणी हे चोट मारिबो ए विश्वास मन नथिला सेते बेले जे तू 8 वर्षर पिला पाथे सहर छाड़ी तारा को नै एटिके चली आसिनी किछि दिन बेस चली थला कितु दिने जीतू मासे हला स्कूल को जाउनी पाठरे तो टिके दुर्बल एमिति स्कूल को न गले से पास करबो केमिति मासे हलानी स्कूल को जाउनी अब आपण मते आज कहउचंती मु तो खबर पठेछि राधो आज्ञा टिके जीतु को डाकलो आपण जमा व्यस्त होंतनी सर कथाटा जेते बेले मो काने रे पडलानी एनिक से स्कूल को जीवो किरे तू मासे हला स्कूल को जाउनु ना काई के मु तो मालिक कहबी स्कूल जीवा कोन दरकार मालिक जो माने पाठ पढ़ती पढ़ी सारा पर से माने चाकरी करती गुलामी करती जीतो बदमाश कोटिका मालिक हबु नहीं मालिक हबु मूर्ख कोटिका पाठशाला पढ़िबनी मालिक हबु हैं तते बुद्धि के देछि बुद्धि मां अच्छा तारा 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 कदली चुपा बढ़िया काम देला ये संतोष भाई तो मुंड फुंड खराब हो गलानी ये दौड़ी साफ बोली कहूच तो मुंड खराब हो गलानी ये पागल
ହଁ ପାଗଳ ତମେ ସତରେ ପାଗଳ ହେଇଗଲଣି। ପାଗଳ ମୁଁ ପାଗଳ ନୁହେଁ। ପାଗଳ ହେଇଗଲେ ମୁଁ ପାଗଳ ନୁହେଁ। ମୁଁ ପାଗଳ ନୁହେଁ। ମୁଁ ଆ ପାଗଳ ବାବା ନୁହେଁ। ଆ। ବର୍ତ୍ତମାନ ଜିତୁ ସାବାଳକ ତୁ ଏ ଘରକୁ ବୋହୂ ହେଇ ଆସିଲୁଣି ଆଉ ଏବେ ତାରା କି ଚାଲ ଖେଳୁଥିବ କେ ଜାଣି ମୋ ଚାଲ ତୁ ଏତେ ସହଜରେ ବୁଝିପାରିବୁନି। ଉର୍ମିକୁ ବାହା ହେଇ ଜିତୁ ଯୋଉଦିନ ଘରକୁ ଆସିଥିଲା ମୁଁ ଏକଦମ ହରବଡେଇ ଯାଇଥିଲି। ଜିତୁ ଯେ ହଠାତ୍ ଏତେ ସିଆଣିଆ କେମିତି ହେଇଗଲା ସେ କଥା ଭାବିବି ମୁଁ ଆଶ୍ଚର୍ଯ୍ୟ ହେଇଯାଇଥିଲି। ସେ କଥାଟା ତୋ ହାବଭାବରୁ ବେଶ ଠଉର କରିପାରିଥିଲି ହେଲେ ସ୍ୱାମୀ ସ୍ତ୍ରୀ ଭିତରେ ଏ ବର୍ଷକର ଇଏ ଛାଡବାଡ ପ୍ଲାନ୍ଟା ମୋ ମୁଣ୍ଡରେ ଜମା ବସୁନାହିଁ। ଏ ବଂଶରେ ଏମିତି ଗୋଟେ ନୀତି ନିୟମ ଅଛି ଏକଥା ତମେ କେମିତି ଜାଣିଲ? ଆରେ କିଛି ଗୋଟାଏ ଘଟଣାକୁ ଠାକୁର ଠାକୁରଙ୍କର ଅଭିଶାପ ବା ଆଶୀର୍ବାଦ ବୋଲି ଚଳେଇ ଦେଇ ପାରିଲେ ସେଇଟା ନୀତି ନିୟମ ହେଇଯାଏ। ଓଡିଆରେ ପରା ଗୋଟେ ଢଗ ଅଛି, ପାଖିରେ ଶୁଏ କାନରେ କୁହେ, ତା କଥା କି ଅନ୍ୟଥା ହୁଏ। ତେଣୁ ତମେ ଠିକ ଉପାୟ କରିଦେଲ। ସେମାନେ ଅଲଗା ହେଇ ରହିବେ ଆଉ ନିଜ ଭିତରେ ମୋଟେ ସଲାସୁତରା ହେଇପାରିବେନି ନା କଣ? ଆରେ ଜିତୁଟା ସିନା ମୂର୍ଖ ବୋକା ହେଲେ ଓମି ପରା ପାଠଶାଠ ପଢିଛି। ସେତିକି ବେଳେ ମୋ ମୁଣ୍ଡକୁ ଏ ଆଇଡିଆଟା ଢୁକିଲା। ୟା ବଳରେ ତା ବାପ ଘରକୁ ଯିବା କି ବାପ ଘରକୁ ଆସିବା ବନ୍ଦ, ସ୍ୱାମୀ ସ୍ତ୍ରୀ ଦି ଜଣଙ୍କର ଏକାଠି ହବା ବି ବନ୍ଦ। ହେଲେ ସିଷ୍ଟର ବର୍ଷକ ପରେ ଆରେ ଚନ୍ଦ୍ର, ଗୋଟାଏ ବର୍ଷ ଗୋଟାଏ ନୁହେଁ, ସେଥିରେ 365 ଦିନ, 52 ସପ୍ତାହ ଆଉ 12 ମାସ। ତା ଭିତରେ ବହୁତ କିଛି ଘଟି ଯାଇପାରେ। ତୁ ତ ନିଜ ଆଖିରେ ଦେଖୁଛୁ, ପୁଅଟା ମୂଲିଆ ହେଇ ବିଲରେ ଖଟୁଛି ଆଉ ବୋହୂଟା ରୋଷେଇ ଘରେ ରାନ୍ଧୁଣୀ ହେଇଛି। ତାପରେ କଣ ହବ? ବାহ ଶାଶୁ ମାତା ବାହ। ଝିଅ ଯେତେବେଳେ ଶାଶୁ ଘରକୁ ଯାଏ ତାକୁ ତା ବାପା ମା କହନ୍ତି ଯା ମା ସୁଖରେ ଘର ସଂସାର କର। ସେଠି ଥାଇ ତୁ ଶାଶୁ ଘରେ ଶାଶୁ ଜାଗାରେ ମାଟିଏ ପାଇବୁ ଆଉ ଶ୍ୱଶୁର ବଦଳରେ ବାପଟିଏ ପାଇବୁ। କିନ୍ତୁ ଏଇଠି ଆସି ମୋ ପାଦରୁ ଅଳତାର ରଙ୍ଗ ଲିଭିନି। ଆପଣ ଆପଣଙ୍କର ରଙ୍ଗ ଦେଖେଇବା ଆରମ୍ଭ କରିଦେଲେ। କିନ୍ତୁ ଆପଣ ଭୁଲି ଯାଉଛନ୍ତି ଯେ ରଙ୍ଗ ଦେଖେଇବା ଆପଣଙ୍କର ଏକଚାଟିଆ ନୁହେଁ। ମତେ ବି ରଙ୍ଗ ଦେଖେଇ ଆସେ ଆଉ ସେ ରଙ୍ଗ ଏମିତି ପକ୍କା ରଙ୍ଗ ଯେ ଆପଣ ଜୀବନ ସାରା ଧୋଉଥିବେ ଆଉ ବୋହୁର ଗୁଣ ଗାଉଥିବେ। ଆଜି ପର୍ଯ୍ୟନ୍ତ ରଙ୍ଗ ଦେଖି ସ୍ୱାମୀକୁ ପାଗଳ ଆଉ ପୁଅକୁ ମୂଲିଆ ବନେଇଛନ୍ତି। ବାସ୍ ଆପଣଙ୍କ ରଙ୍ଗ ଖେଳ ସରିଯାଇଛି। ଆଜିଠୁ ବୋହୁର ରଙ୍ଗ ଖେଳ ଦେଖିବେ। ଆଉ ଆପଣ ବି ଏ କଥା ମନେ ରଖିବେ, ଆପଣଙ୍କ ବର୍ଷଟା ବି ମୋ ପାଇଁ ବର୍ଷେ, 365 ଦିନ, 52 ସପ୍ତାହ ଆଉ 12 ମାସ। ଆରେ ଅମର ମା କେମିତି ଅଛୁ ରେ? ଭଲ ଅଛି ମାଇ। ହଁ ଥାଉ ଥାଉ। ବୁଝିଲ ଅପା, ଏଥର ଗୋଟେ ଭଲ ଝିଅଟେ ଦେଖି ଅମରକୁ ବାହା କରିଦିଅ। କି କଥା କହୁଛ? ସେ ସହରରେ ରହୁଥିଲା, ସେ କଣ କୋଉଠି କିଛି ହଉ ତୁ ଯା, ଉର୍ମିକୁ କହିବୁ ଚା କରି ଆଣିବ। ହଉ। ହଇ ରେ, ତୋ ମାମୁ କଣ ପଚାରୁଛନ୍ତି ତାର ଉତ୍ତର ଦେ। ମୁଁ କିଟିକୁ କଥା ଦେଇ ଦେଇଛି। ଇଏ କିଟି କିଟି ଟିକେ ନୂଆ ଚାକରାଣୀ ନା? ଏତେ ସୁନ୍ଦର ଚାକରାଣୀଟା କୋଉଠୁ ପାଇଲୁ? ଘରର ବୋହୂ ଘର କାମ କଲେ ଚାକରାଣୀ ହେଇଯାଏନି ଅମର ବାବୁ। ଆଁ? ଚା ନିଅ। ଘରର ବୋହୂ? ଆରେ ସିଏ ଆମ ଜିତୁର ସ୍ତ୍ରୀ। ଜିତୁ ଭାଇର ସ୍ତ୍ରୀ ମାନେ ଆରେ ମୋ ସେ ପର ବୋହୁ କଥା ଛାଡେ, ଆଗ ଆମ ଭଣଜା ବୋହୁ କେବେ ଆସିବ ସେ କଥା ମତେ କହ। ମୁଁ କଣ କହିବି? ମା ଯୋଉଦିନ ଚାହିଁବ ଯେମିତି ଚାହିଁବ ବାହାଘରଟା ହବ। ଆଜି ଏତେ କମ ଖାଇବା କାହିଁକି? ରାତି ଅଧ ଯାଏ ବୁଲି ବୁଲି ଆସିଲ, 2-4 ଗୁଣ୍ଡା ଖାଇଦେ ତମ ପେଟ ଭର୍ତ୍ତି ହେଇଗଲା। କଣ କହିଲ? ବୁଲି ବୁଲିକିରି ଆସିଲି? ଆଖୁ କିଆରରେ ଭାଲୁ ନୀତି ପଶିକି ଆଖୁ ଖାଇ ଯାଉଛନ୍ତି। ମୁଁ କହିଲି ଆଜି ଦେଖିବାରେ ଭାଲୁ, ତୋର ବୁଦ୍ଧି କେତେ ଆଉ ମୋର ବୁଦ୍ଧି କେତେ। ଆଚ୍ଛା ତମ ମହାପାତ୍ର ବଂଶ, ସେଠି ବିଲରେ ଭାଲୁ, ଏଠି ଘର ଭିତରେ ଭୂତ। ଭୂତ କାଇଁ କୋଉଠି? ସମୟ ଆସିଲେ ଠିକ ଦେଖିପାରିବ। ଓହୋ, ଆଚ୍ଛା ମା ମାମୁଁ ସବୁ ଖାଇସାରିଲେଣି? ସମସ୍ତେ କେତେବେଳୁ ଖାଇକି ଶୋଇ ପଡିଲେଣି। ହଁ। ଆଚ୍ଛା ବାରଣ୍ଡାରେ ମୋ ପାଇଁ ବିଛଣା କରିଛ? ନାଇଁ, କାହିଁକି? କହୁଥିଲି ପରା ଭୂତ ଭୟ।
ତମ ଭଳିଆ ଝିଅ ଭୂତକୁ ଡରୁଛ? ତମ ଢେଉ ମାଡରେ ଭୂତ କୁଆଡେ ଭାସିକି ପଳେଇବ। ଭାସି ଗଲାନି ବୋଲି ତ ଡରିକି ଆଜି ତମ ବିଛଣା ମୋ ଘରେ କରିଛି। ଦେଖୁନ ବର୍ଷା ଉଠେଇଲାଣି, ତମେ ବାରଣ୍ଡାରେ ଶୋଇବ କେମିତି? ଯାହା ହେଲେ ବି ଶୋଇବାକୁ ପଡିବ। ଅଫିସର ଓହୋ। କଣ ହେଲା? କଣ ହେଲା? ଆସୁ ଆସୁ ମୁଣ୍ଡଟା ପିଟି ହେଇଗଲା। କାଇଁ କୋଉଠି ତ କିଛି ମୁଣ୍ଡ ଫୁଲି ଯାଇନି। ଜ୍ୱରଟା ମୋ ଜ୍ୱରଟା ଦେଖୁନ। କାଇଁ ଜ୍ୱର ତ ନାହିଁ, ହାତ ତ ପୁରା ଥଣ୍ଡା। ଜ୍ୱର କଣ ହାତରୁ ଜଣା ପଡେ, ଦେହରୁ ଜାଣିପାରୁନ? କମ୍ବଳ ଘୋଡେଇକି ଶୋଇପଡ, ଝାଳ ବୋଇକି ଜ୍ୱର ଛାଡିଯିବ। ଏଇ ଉଠା ଉଠା ମା, ଉଠା। କାଇଁ କୁଆଡେ ଗଲା ଭୂତ? କାଇଁ ମୁଁ ତମ ପାଖକୁ ପଳେଇ ଆସିଲି ତ ଭୂତ ବି ପଳେଇଲା। ତମକୁ ଜ୍ୱର ହେଇଥିଲା ପରା, ଛାଡିଗଲା? ଛାଡିଲା କୋଉଠି ମ, ତାତେ ତ ଦେହ ସାରା ଭର୍ତ୍ତି ହେଇଗଲାଣି। ଏ ଦେଖୁନ।